ଆଜି ମାଛ ବେସର ଖାଇବାକୁ ମୋର କାହିଁ ବହୁତ ଇଚ୍ଛା ହେଲା। ଜେଜେମାଙ୍କୁ କହିଲି ଟିକେ ମାଛ ବେସର କରିବାକୁ, ମାନେ ଆମ୍ବୁଲ ପକେଇକିରି ସୋରିଷ ବଟା ଦେଇକିରି ମାଛଟିଏ ଆଣିଥିଲି, ଫ୍ରେଶ୍ ମାଛଟିଏ ଆଣିଥିଲି। ଏଇଠୁ ଜେଜେମାଙ୍କୁ କହିଲି ଟିକେ ଆମ୍ବୁଲ ପକେଇ ସୋରିଷ ବଟା ଦେଇକି ତାକୁ ଟିକେ ତରକାରୀ କରିବାକୁ। ଜେଜେମା ମଧ୍ୟ ସୋରିଷ ବଟା ଦେଇକିରି ତରକାରୀ ମଧ୍ୟ ମୋ ପାଇଁ କରିଛନ୍ତି। ଆଉ ଆମ୍ବୁଲ ପକେଇ ଇଏ ଗୋଟେ ପ୍ରକାର ବେସର ଆକୁ କୁହାଯାଏ। ଆଉ ଗୋଟେ ପ୍ରକାର ବେସର ମଧ୍ୟ ହୁଏ, ସେଇଟା ମୁଁ କରିନି। ଆଉ ଗୋଟେ ପ୍ରକାର ବେସର ହେବ, ସେଇଟାକୁ ଯେବେ କରିବି ପୁଣି ଆପଣମାନଙ୍କୁ ଦେଖେଇବି। କିନ୍ତୁ ତା ସାଙ୍ଗରେ ମେଥି ଶାଗ ଭଜା ହେଇଛି, ଆଉ କାକୁଡ଼ି, ଭାତ, ବାସ୍ ଏତିକି ହେଇଛି। ଖାଇବା ଡାଲି ଆଜି ହେଇନାହିଁ। କାରଣ ଡାଲି କାହିଁକି ହେଲାନି ନା, ଡାଲି ଦରକାର ନାହିଁ କିଛି, ତେଣୁକରି ଡାଲି ହେଲାନି। କେବଳ ସୋରିଷ ବଟା ଦେଇକରି ମାଛ ତରକାରୀ ହେଇଛି, ଆଉ ମେଥି ଶାଗ ହେଇଛି, କାକୁଡ଼ି ହେଇଛି, ଏତିକି ହେଇଛି ଆଜି ଖାଇବା। ଆଉ ଏ ଯେଉଁ ଆମ୍ବୁଲଟା, ପ୍ରକୃତ କଥା ହେଉଛି ଏ ଆମ୍ବୁଲର ସ୍ୱାଦଟା ବଦଳେଇ ଦିଏ। ଏକଦମ ଖଟାଳିଆ ଖଟାଳିଆ ଲାଗିବ, ବଢ଼ିଆ ଲାଗିବ। ତା ସାଙ୍ଗେ ଟିକେ ଲଙ୍କା ଟିକେ ଦରକାର ପଡ଼ୁଛି ଦଳିବା। ଲଙ୍କାଟା ଅଭାବ ପଡ଼ିଯାଉଛି, ନ ଦଳିଲେ ଲଙ୍କାର ଗୋଟେ ବାସ୍ନା ଅଛି। କଞ୍ଚା ଲଙ୍କାଟା ଏମିତି ଏଇ ଯେଉଁ ତରକାରୀରେ ଆପଣମାନେ କଞ୍ଚା ଲଙ୍କାଟା ଚକଟି ଦେବେ, ତା'ର ଗୋଟେ ବାସ୍ନା ବଢ଼ିଆ ଥାଏ। ପଡ଼ିଛି ଲଙ୍କା, ପଡ଼ିଛି କଞ୍ଚା ଲଙ୍କା ପଡ଼ିଛି, ପଡ଼ିଲେ ବି ଏଇ ଯେଉଁ ମାନେ ଲଙ୍କା ପଡ଼ିଲେ ବି କିନ୍ତୁ କଞ୍ଚା ଲଙ୍କାର ଯେଉଁ ଚକଟା ତା'ର ଟେଷ୍ଟଟା କିନ୍ତୁ ଅଲଗା। ଭଲକି ଚକଟି ଦେଇକି ଦେଲି। ଡାଲି ତ ହେଇନି, ତେଣୁକରି ତାକୁ ଭାତ ଗୋଳେଇକିରି ବର୍ତ୍ତମାନ ବିଭିନ୍ନ ପ୍ରକାର ଜିନିଷ ଖାଇବା କଥା। ମୋତେ କିଛି ପୁଳା ଆଇଟମ୍ ମୁଁ କରିନି। ମାଛ ବେସର ଟିକେ ହେଇଛି, ମେଥି ଶାଗ ଆଣିଥିଲି, ମେଥି ଶାଗ ଭଜା ହେଇଛି, ଏତିକି ସାରା ଆଇଟମ୍। କାକୁଡ଼ିଟା ଆଇଟମ୍ରେ ଯାଉନି। ତେଣୁ ଯାହା ଯେମିତି ହଉ, ଆପଣମାନେ ଯାହା ମିଳୁଛି, ଯେତେବେଳେ ଯାହା ମିଳୁଛି ଆନନ୍ଦରେ ଖାଇବାଟା ହେଲା ସବୁଠୁ ବଢ଼ିଆ। ସବୁ ଜିନିଷ ଯେତେ ଅଳ୍ପ ଖାଆନ୍ତୁ, ଅଳ୍ପ ଖାଇବେ କିନ୍ତୁ ଆନନ୍ଦରେ ଖାଇବେ, ଶାନ୍ତିରେ ଖାଇବେ। ଆଉ ଖାଦ୍ୟକୁ କଦାପି ନିନ୍ଦା କରିବେନି। ସବୁବେଳେ କହିବେ ଖାଦ୍ୟ ଭଲ। ଯେକୌଣସି ଖାଦ୍ୟ ଆପଣମାନେ ଖାଆନ୍ତୁ ପଛେ, ଖାଇବାକୁ ସଦାବେଳେ ଭଲ କହିବେ। ମୁଁ ସଦାବେଳେ ମୋତେ ବହୁତ ଲୋକ କହିଲେ ଆପଣ ଫାର୍ଷ୍ଟ କ୍ଲାସ୍ଟା, ମୁଁ କହେ ନା, ଫାର୍ଷ୍ଟ କ୍ଲାସ୍ ମାନେ ଲକ୍ଷ୍ମୀ, ମୁଁ ଫାର୍ଷ୍ଟ କ୍ଲାସ୍ କହୁଛି। ଖାଇବାଟା ମାନେ ଲକ୍ଷ୍ମୀ, ମୁଁ ଲକ୍ଷ୍ମୀ ସଦାବେଳେ ଫାର୍ଷ୍ଟ କ୍ଲାସ୍ କହିବା କଥା କହିବି। ଯେତେ ଯାହା ହଉ ପଛେ ମୁଁ ଲକ୍ଷ୍ମୀ ଜମା ନିନ୍ଦା କରିବିନି। ତ ଯାହା ବି ଖା, ଏତେ ସବୁ ଖିଆପିଆ ହେଲା। ବର୍ତ୍ତମାନ ମୁଁ ଆପଣମାନଙ୍କୁ ଝୋଳର ହାପୁଡ଼ାଟା କରିକି ଆପଣମାନଙ୍କୁ କହୁଛି। ମୋର ହାପୁଡ଼ାଟା ହେଲା ମୁଖ୍ୟ। ହାପୁଡ଼ାଟା କରିକି ଆପଣମାନଙ୍କୁ କହୁଛି। ଏଇ ଆମ୍ବୁଲରେ ପାଣି ନେଇକି ହାପୁଡ଼ିବେ, କେମିତି ଲାଗୁଛି ଆପଣମାନଙ୍କୁ କହୁଛି। ଓ ଫାର୍ଷ୍ଟ କ୍ଲାସ୍, ଫାର୍ଷ୍ଟ କ୍ଲାସ୍। ଆପଣମାନେ ଘରେ କରି ଖାଇବେ, ମୋତେ କହିବେ।